ପଡ଼ିକିରେ ମୁଁ କୋଉଠି ଶୋଇବି? ମୁଁ କୋଉଠି ଶୋଇବି? ଏଇ ମୁଁ କୋଉଠି ଶୋଇବି? ଯାଇଥିଲେ ବା ଆଇଥିଲେ ଘରକୁ କ'ଣ ତାକୁ ଖାଇବା କରୁଛି ତେଣୁ ଟିକେ ରେଷ୍ଟ ନିଅ ମୁଁ ଯାଉଛି 20 ମିନିଟ୍ ଭିତରେ ଟିକେ ଘଣ୍ଟାଟେ ହେଇଗଲି। ସେମାନେ ସପଟା କହିଲା ଯାଉଛି ଯାଉଛି କହିଦେଇକା ସାତନା କରିଦେଲା। ମୋ ଦୋକାନରେ ମାନସ କଲା ମୋର ବୋଧେ ବବୁଲ ମୋତେ ମାମୁଁ ବରା ଆଣିଲା ବେଳକୁ କହିଲେ ମାନସ ଏଠି ଆସିବ। ସେ କେତେବେଳେ ବରା ନେଇ ଗଲେଣି? ହଁ ସେ ବରା ଆଣିଲେ କେତେବେଳେ ଆଣିଲେ ମିଠା ଆମ ସିଏ ସଜବାଜ ହେଇ ତମ ଘରକୁ ଯାଇ ବୁଲିକି ଆସି ଆମେ ରାସ୍ତା ଉପରେ ଯାଇକି ପୁରା ଘଣ୍ଟାଟେ ଛିଡ଼ା ହେଲୁ। ରାସ୍ତା ଉପରେ ଘଣ୍ଟାଟେ ଛିଡ଼ା ହେଲୁ ତାପରେ ଯାଇକି ଆଇଲା ଫୋନ କରିକି ଆଇଲା। ଆମେ ଫୋନ ତା ନମ୍ବର ଆମ ପାଖରେ ନାହିଁ। ଆମେ ଟୋକା ପାଖକୁ ଫୋନ କରୁଛୁ ଟୋକା ତା ପାଖକୁ ଫୋନ କରୁଛୁ। ଟୋକା ଯେ ଚିଡ଼ି ଯାଉଛି ସେ କ'ଣ ଗୋଟେ କାମରେ ବ୍ୟସ୍ତ ଥିଲା ସେ ତାକୁ ଫୋନ କଲା ସେ ଖାଲି ଚିଡ଼ି ଯାଉଛି। ତାପରେ କାହାରେ ଗଲା ଆଇଲା ଝିଅ ହେଇଗଲା ସେ ତାଙ୍କର ବାଇକରେ ଯିବ ବାଇକରେ ଆସିବ ଆଉ କିଛି ନାହିଁ। ଏ ନୂଆ ଅଲଗା ନା 36 ବର୍ଷ ହେଲାଣି। ସେଇ ଏସିଟା ଆଇଥିଲା ମାଗି ବୋଲି ଯେ ସେ ଫେର କୁଆଡ଼େ ଗୋଟେ ପଳେଇବ। ସେଇଟା ଆଇଥିଲା ମାଗି ବୋଲି ବେକାର ଏସିନା ଆମକୁ ସେମିତିରେ ଆମକୁ ମୋତେ ଏସବୁ ପିଲାକୁ ଜୋର ହେଇକି ଖାଇବା ବାହାରିଗଲା। ଅଇକା ଏଇ ଖରା ଦିନଟା ଆମ ପାଇଁକି ଟିକେ ଭଲ। ନହେଲେ ଚତୁରି ମାସରେ ଶୀତ ଦିନେ ତ ଆମେ କୋଲାପ୍ସ ହେଇଯିବୁ। ଚତୁରି ମାସରେ ତୁ ସେ ତଳେ ବସି ପାରିବୁନି ଜାଣିଲୁ ପୁଅ ତୁ ସେ ତଳେ ବସି ପାରିବୁନି ବିନା ଆସନ ଖଣ୍ଡେ ନ ପକେଇଲେ ତୁ ବସି ପାରିବୁନି ଏତେ କୋଲାପ୍ସ ଏଇ ଶୀତ ଦିନେ। ଖାଲି କୋଲାପ୍ସ ଖାଲି ବେମାର ହେଉଥିବ ଶୀତ ଦିନେ। जे मुह काढ रिसा पिडुଛି ତୁରା ହାରାମ ଦେଇକିରି ସିଏ ପୁଣି ବଞ୍ଚିବ ନା ନାହିଁ? ସିଏ କ'ଣ ତା ସିଏ ବଡ଼ ପିଲା ହେଇଗଲେ ସେ କ୍ଷୀର ଖାଉଛି ଚୁଡ଼ା କ୍ଷୀର ଏଗୁଡ଼ା ଖାଉନି। ତୁ ବଡ଼ ହେଲାରୁ ଆଉ ପିଇବୁନୁ ପିଇବୁନି ପିଇବୁନି ଗୋଟେ ଦିଆବନି। ତମେ କେହି ଭାଇ କେହି ଭଉଣୀ? ମୁଁ ଏକା।